ଯେତେବେଳେ ଏଭିକ୍ସନ୍ କରିକି ଭାଙ୍ଗିବା ପାଇଁ ଆସିଛନ୍ତି ମୁଁ ତାଙ୍କୁ କୋର୍ଟରୁ ଅର୍ଡର ଦେଖେଇଲି। ମୁଁ ମୋର ଷ୍ଟେ ଅର୍ଡର ଆଜି କରିଛି ହ୍ୟୁମାନ୍ ରାଇଟ୍ରୁ। ଷ୍ଟେ ଅର୍ଡର କଲା ପରେ ବି ସିଏ ଘରକୁ ମାନେ ଭାଙ୍ଗିଲେ। ମୁଁ ମନା କରୁଛି ପୁଣି ତହସିଲଦାରଙ୍କୁ ପୁଣି ଆଇଏଏସ୍ ସାର୍ଙ୍କୁ ମୁଁ ଦରଖାସ୍ତ ଦେଲି। ମୁଁ କହିଲି ସାର୍ ଦେଖନ୍ତୁ ମୁଁ କେସ୍ ନମ୍ବର ପକେଇକି ଆମର ଷ୍ଟେ ଅର୍ଡର ବର୍ତ୍ତମାନ ପାଇଁ ଅର୍ଡର ହେଇଗଲା, ଆପଣ ହାତ ମାରନ୍ତୁ ନାହିଁ। କିନ୍ତୁ ସେ ନ ଶୁଣି ଆଇନ କି ଉଲ୍ଲଂଘନ କରି ଜବରଦସ୍ତ ଘର ଭାଙ୍ଗିଲେ। 1:35 ଭିତରେ ଆରମ୍ଭ କରିଛନ୍ତି, ଭଙ୍ଗା ଆରମ୍ଭ କଲେ। ଅର୍ଡର ସେତେବେଳକୁ ଆମର ହେଇଯାଇଛି, ଆମେ ଜଣେଇ ବି ଦେଇଛୁ। ତା ପୂର୍ବରୁ 15-10 ମିନିଟ୍ ପୂର୍ବରୁ ଆମେ ଆଇଏସ୍କି ବି ଜଣେଇ ଦେଲୁ ଯେ ସାର୍ ଦେଖନ୍ତୁ ଆମର ଅର୍ଡର ଆସିଗଲା, ଆପଣ ଭାଙ୍ଗନ୍ତୁ ନାହିଁ। ତା ବାଦ ବି ମୁଁ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ତାଙ୍କୁ ଆମ ନନାଙ୍କୁ ପଠେଇକି ମୁଁ ତାଙ୍କୁ ଗୋଟେ ଦରଖାସ୍ତ ଲେଖିକି ଜଣେଇଲି। ମୁଁ କହିଲି ସାର୍ ଆମ ଗୁହାରିଟା ଟିକେ ରଖନ୍ତୁ, ଆମ ଅର୍ଡର ଆସିଗଲା, ଅର୍ଡର ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ହାର୍ଡ କପି ସେ ଆମକୁ କହିଲେ ହାର୍ଡ କପି ଦିଅ। ମୁଁ କହିଲି ସାର୍ ହାର୍ଡ କପିଟା କ'ଣ ସାଙ୍ଗେ ସାଙ୍ଗେ ବାହାରି ପଡ଼ିବ କି? ଆମର ତ କେସ୍ ନମ୍ବର ପଡ଼ିଛି, ଆମେ ଆପଣଙ୍କୁ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ଦେଲୁ, ଆପଣ କାହିଁ ମାନୁନାହାନ୍ତି? ସିଏ ଆଇନ କି କିଛି ନ ମାନିକି ଆଉ ଜଣେ ସେଠି ପାଖରେ ଥିଲେ, ସିଏ କହିଛନ୍ତି ଆମକୁ ଉପରୁ ଅର୍ଡର କଲାଣି ଏମଏଲଏ, ତାଙ୍କ ଭିତରେ କଥାବାର୍ତ୍ତା ହୁଅନ୍ତି। ଆଉ ଆମକୁ ଉପରୁ ଅର୍ଡର ଏମଏଲଏ କଲାଣି, ଆଉ ଭାଙ୍ଗି ଦେଇକି ତାକୁ ମାଟିରେ ମିଶାଇ ଦିଅ। ଏଠି ରାଜନୈତିକ ଆକ୍ରୋଶ ମୂଳକରେ ଏଠି ବି ଆଇନ ତାର ବର୍ବରତା ଦେଖେଇକି ଏଠି ଭଙ୍ଗା ଆରମ୍ଭ କରିଛି। ସାର୍ ଏଇ 102 ନମ୍ବର ପ୍ଲଟରେ ଏଥିରେ ବି 50 ଜଣଙ୍କର ବି ଏଠି ଘର ଅଛି। 30 ପରିବାର ବି ଅଛନ୍ତି, ଆପଣ ଦେଖିପାରିବେ ନିଜେ। ମୋ ଆଗରେ ବି ଯଦି ରୋଡ ଗଲା କହିଲେ ମୋ ଆଗରେ ବି ଗୋଟେ ଘର ଅଛି, ଯଦି ରୋଡ ଯିବ ତାହେଲେ ସେ ଘର ଏ ଘର ସବୁ ଭଙ୍ଗା ହବ। କିନ୍ତୁ ଆକ୍ରୋଶମୂଳକ ମୋ ଘରକୁ ଜାଣି ଶୁଣିକି ଏଠି ଭଙ୍ଗା ଯାଇଛି ଥିଲା। ମୁଁ ନୋଟିସର ଷ୍ଟେପ ନେଇଛି, ତହସିଲଦାରଙ୍କୁ ବି ଜଣେଇଛି। ନା ଆଉ କାହାକୁ ହେଇନାହିଁ। ମୁଁ କହିଲି ସାର୍ ମତେ କାହିଁକି କଲେ, ଆଉ 5 ଜଣଙ୍କୁ କାହିଁକି ନ କଲେ? ନା ନାଇଁ ନାଇଁ ତମକୁ ଆଗ ହେଇଛି। ମୁଁ କହିଲି କ'ଣ ପାଇଁ? ଯଦି ଗୋଟେ ପ୍ଲଟକୁ ଆପଣ ଆସୁଛନ୍ତି ସଫା କରିବା ପାଇଁ ଆସୁଛନ୍ତି କି ସମସ୍ତଙ୍କୁ ଏଭିକ୍ସନ୍ କରିବା ପାଇଁ ଆସୁଛନ୍ତି, ସମସ୍ତଙ୍କୁ ନୋଟିସ୍ ହେବ, ମତେ କେମିତି ଡାଇରେକ୍ଟ ଜଣକୁ କରୁଛନ୍ତି? ନା ନାଇଁ ନାଇଁ ଆମକୁ ଉପରୁ ଅର୍ଡର ହେଇଛି ଜଣକୁ। ରାଜନୈତିକ ଚାପରେ ଆଜି ଏଠି ପ୍ରଶାସନ ଚେପା ହେଇକିରି ଜବରଦସ୍ତ ଏ କାମ କରୁଛନ୍ତି। ମୁଁ ନୋଟିସ୍ ତାଙ୍କ ହାତରେ ଦରଖାସ୍ତ ଧରେଇଲା ବାଦ ବି ସାର୍ ରିକ୍ୱେଷ୍ଟ, ମୁଁ ମୋର ଷ୍ଟେ ଅର୍ଡର ହେଇଯାଇଛି, ମୁଁ ଆପଣଙ୍କୁ ଦରଖାସ୍ତରେ ଜଣାଉଛି, ତା ବାଦ ବି ମାନିଲେ ନାହିଁ। କିନ୍ତୁ ଏଠି ଆକ୍ରୋଶମୂଳକ ଭଙ୍ଗା ଯାଇଛି। ଯୋଉ ପଟେ ପ୍ରୋଜେକ୍ଟ ହେବ ନାହିଁ, ଆମର ଓଟିଡିସି ଟୁରିଜମର 101 ନମ୍ବର ପ୍ଲଟରେ ହଉଛି, 109 ନା କେତେରେ ହଉଛି, ବର୍ତ୍ତମାନ ଏଇଟା ହଉଛି 102 ନମ୍ବର ପ୍ଲଟ। ଆମେ ବି ସାର୍ ବେଆଇନରେ ନଥିଲୁ। କେତେ ଲୋକ ଅଛନ୍ତି, ଆମେ ସାଧାରଣତଃ ଗୋଟେ ବଖରା ଘର କରିଥିଲୁ ରାମ ମନ୍ଦିର ପାଖରେ। ଏଠି ବି ଆମର ରାମ ମନ୍ଦିରର ମିଟିଂ ଫିଟିଂ ହୁଏ, ବସା ଉଠା ହୁଏ। ଏବେ ବି ରାମ ମନ୍ଦିର ବାଲା ମତେ କହିଥିଲେ ମଣ୍ଟୁ ସେ 2 ବଖରା ଘର ସଫା କରିଦେଲେ ଆମର ଲେଡିସ୍ ଲୋକ ଆସିବେ ରହିବେ। କିନ୍ତୁ ସେତକ ବି ମତେ ମାନେ କରେଇ ଦେଲେନି, ପ୍ରଭୁଙ୍କ କାମ ବି କରେଇ ଦେଲେ ନାହିଁ। ଆଉ ନିଜେ ଲୋକାଲ ବିଧାୟକ ସିଏ ଭାର୍ଗବୀ ଆଉ ଦଇଆରେ ବର୍ତ୍ତମାନ ପାଇଁ 12ଟା ବାଲିଘାଟ ବେଆଇନରେ ଚଲେଇଛନ୍ତି। ସବୁ ଜାଗାରେ ବେଆଇନ କାମ କରୁଛନ୍ତି, କିନ୍ତୁ ସରକାର ଦେଖିକି ବି ଅନ୍ଧ। ମୋର କହିବାର ଏତିକି ଅଛି, ପ୍ରଶାସନକୁ ଆଉ ଆମର ସରକାରଙ୍କୁ ମୋର ଏତିକି ଅନୁରୋଧ ରହିବ, ତୁରନ୍ତ ଆ ଉପରେ ପଦକ୍ଷେପ ନିଅନ୍ତୁ। ବର୍ତ୍ତମାନ ପାଇଁ ବେଆଇନରେ ସବୁ ନିଜେ ଚଲାଉଛନ୍ତି। ଯଦି କିଏ କୋଉ ଜାଗାରେ ରହିଲା, ଆକ୍ରୋଶମୂଳକ ତାଙ୍କୁ ଘର ବିତାଡ଼ିତ କରାଯାଉଛି। ଯେ ଗୋଟେ ଘର ଭାଙ୍ଗିବାକୁ ହେଲେ ପ୍ରଥମ କ ନୋଟିସ୍ କରାହବ। କ ନୋଟିସ୍ର ପାୱାର ହେଉଛି 30 ଦିନ। ତାପରେ ସେଥିରେ ଯଦି ପାର୍ଟି ଆପିଅର ନ କଲା ତାହେଲେ ଖ ନୋଟିସ୍ କରାହବ। ଖ ନୋଟିସ୍ର ପାୱାର ହେଉଛି 15 ଦିନ। ଯଦି ସେଥିରେ ପାର୍ଟି ଆପିଅର ନ କଲେ ଗ ନୋଟିସ୍ କରି ଡେଟ୍ ଫିକ୍ସ ହେଇ ସମୟ ନିର୍ଦ୍ଧାରଣ କରାଯାଇ ଘର ଭଙ୍ଗାଯିବ। ତାର ହେଉଛି ରୁଲ୍, ନିୟମ, ଏଇଟା ସାମ୍ବିଧାନିକ ନିୟମ ଏଇଟା। କିନ୍ତୁ କ ନୋଟିସ୍ ତାଙ୍କୁ କରିନାହାନ୍ତି, ତହସିଲଦାର ତାଙ୍କୁ କ ନୋଟିସ୍ କରିନାହାନ୍ତି, ଡାଇରେକ୍ଟ ଖ ନୋଟିସ୍ କରିଛନ୍ତି। ଡାଇରେକ୍ଟ ଖ ନୋଟିସ୍ କରିବା, ଇଏ ମଧ୍ୟ ନୋଟିସ୍କୁ ସମ୍ମାନ ଦେଇ ତହସିଲଦାରଙ୍କ ପାଖରେ ହାଜିରା ପକାଇଛନ୍ତି। ତହସିଲଦାର ସେଦିନ ଜାଣି ଶୁଣି ଆବସେଣ୍ଟ ରହି ଅନ୍ୟ ଏକ ଦିନ ଆସ ବୋଲି କହି ମାନେ ତାଙ୍କ ହାଜିରା ରଖି ମାନେ କେସ୍ଟିକୁ ଅଲଗା ଦିନକୁ ଡେଟ୍ ବି କରିନାହାନ୍ତି। ଯେତେବେଳେ କେସ୍ଟି ବିଚାରକୁ ଗଲା, ବିଚାରରେ କିଛି ଫଇସଲା ନ କରି ତାଙ୍କୁ ଜଜମେଣ୍ଟ ନ ଦେଇ ସାଙ୍ଗେ ସାଙ୍ଗେ ଗୋଟେ ମାନେ ତରବରିଆ ଗ ନୋଟିସ୍ କରିଛନ୍ତି। ଆଉ ଯୋଉ ଗ ନୋଟିସ୍ 1 ସପ୍ତାହ ରହିବା କଥା ତାକୁ 5 ଦିନରେ ଭାଙ୍ଗିଛନ୍ତି। ତେଣୁ ଇଏ ଆଇନର ଯେମିତି ଦେଖିଲେ ତାଙ୍କର ବେଆଇନରେ ଘର ଭଙ୍ଗା ହେଉଛି, ଇଏ ଆଇନର ଦ୍ୱାରସ୍ଥ ହୋଇଛନ୍ତି।
ଆଇନର ଦ୍ୱାରସ୍ଥ ହେବା ପରେ ମାନ୍ୟବର ରାଜ୍ୟ ମାନବାଧିକାର କମିଶନର ଏ କଥାକୁ ଗୁରୁତ୍ୱ ନେଲେ। କେମିତି ଗୋଟେ ତହସିଲଦାର କ ନୋଟିସ୍ କରିବ ନାହିଁ, ଖ ନୋଟିସ୍ କରି ତାକୁ ସମୟ ଦେବ ନାହିଁ ଏବଂ ଡାଇରେକ୍ଟ ଗ ନୋଟିସ୍ରେ ସମୟ ନିର୍ଦ୍ଧାରଣ କରିଦେବ, ଏ କଥାକୁ ଗୁରୁତ୍ୱ ନେଇ ସେ 4 ଘଣ୍ଟା ଭିତରେ ଷ୍ଟେ ଅର୍ଡର କଲେ। 1:24 ଷ୍ଟେ ଅର୍ଡର କଲେ। 1:24 ଆମର ଯିଏ ଆଡଭୋକେଟ୍ ଥିଲେ ରାଜ୍ୟ ମାନବାଧିକାର କମିଶନରେ ତାଙ୍କ ହ୍ୱାଟ୍ସଆପ୍ରୁ ଯାଇଛି IIC ମେସେଜ, ତାଙ୍କ ହ୍ୱାଟ୍ସଆପ୍ରୁ ତହସିଲଦାରକୁ ମେସେଜ ଯାଇଛି। ସେ କହିଲେ ଆପଣ ତହସିଲଦାର କଥା ହୁଅନ୍ତୁ, ତହସିଲଦାର ହେଲେ କଲେକ୍ଟର ସହିତ କଥା ହୁଅନ୍ତୁ। ତେଣୁ ସେ ତାଙ୍କ ଏଥିରେ ପୁରା ସ୍ପଷ୍ଟ ହେଲା କ'ଣ, ରାଜ୍ୟର ଯେଉଁ ମୁରବୀ ଅଛନ୍ତି ମାନବାଧିକାର କମିଶନର କୁହନ୍ତୁ କି ହାଇକୋର୍ଟ ଜଜ୍ କୁହନ୍ତୁ, ଏଠି ସାମାନ୍ୟ ତହସିଲଦାର ଯେ ସେ ତାଙ୍କୁ ଅବମାନନା କଲେ, ପ୍ରଥମ କଥା। ଦ୍ୱିତୀୟ କଥା ହେଲା ସେ ବେଆଇନ ଭାବରେ ଘରଟିକୁ ଭାଙ୍ଗିଲେ। ସେ ତ କହିସାରିଲେଣି ଏ ପ୍ଲଟ ଉପରେ 1ରୁ ଏକାଧିକ ଲୋକ ଅଛନ୍ତି। ଯଦି ରାସ୍ତାକୁ ନେଇକି ଅଛି ତାହେଲେ ଏ ପ୍ଲଟର ଆଗରେ ଆଉ ଗୋଟେ ଲୋକ ଅଛି, ତାକୁ ବି ନୋଟିସ୍ ହେଇଥାନ୍ତା। ସେ ତାକୁ ନୋଟିସ୍ ହେଇନି। ତେଣୁ ଚାରିପଟକୁ ଚିନ୍ତା କଲେ ନିଶ୍ଚିତ ଭାବରେ ଗୋଟେ କଥା ବାହାରୁଛି। ମୁଁ ବାବା ସ୍ପଷ୍ଟବାଦୀ ଲୋକ। ଏଠି 2 ଦିନ ପରେ ରାମ ମନ୍ଦିର ପ୍ରତିଷ୍ଠା ହେଉଛି। ରାମ ମନ୍ଦିରରେ ସମ୍ବିତ ପାତ୍ର ଆଉ ରିକୁ ପଣ୍ଡାକୁ ଡକାଯାଇ ନାହିଁ। ତେଣୁ ସେଇ ରାଗରେ ଆକ୍ରୋଶ ମୂଳ ଭାବରେ ସେମାନେ ଘରଟିକୁ ଭାଙ୍ଗିଛନ୍ତି। ତେଣୁ ଏ ଘରଟିକି ଭାଙ୍ଗିଛନ୍ତି, ଏ ଘରଟିକି। ତେଣୁ ତାଙ୍କୁ ଲଜ୍ଜା ଲାଗିବା କଥା। ଯେଉଁ ଲୋକ ତମକୁ ଚାହୁଁନାହାନ୍ତି, ତମେ ଆକ୍ରୋଶ ଯୋଉଠି ଯିଏ ସେ ରାମ ମନ୍ଦିରର ଯିଏ ମାନେ ସବୁଠୁ ସର୍ବସ୍ୱ ଦେଇ ସାରିଲାଣି, ତେଣୁ ତାକୁ ଗୋଟେ ମାନେ ଉଦ୍ଦେଶ୍ୟମୂଳକ ଭାବରେ ତାକୁ ତାଙ୍କ ଘରଟି ଭାଙ୍ଗିଛନ୍ତି। ତେଣୁ ଏ ପ୍ରକାର ଯେଉଁ ପ୍ରଶାସନର ବୁଲଡୋଜର ରାଜ ତହସିଲଦାର ନୂଆ ଆସି କରୁଛନ୍ତି, ତାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଆଇନରେ ଲଢ଼ାଯିବ, ଦରକାର ପଡ଼ିଲେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଯିବ।